ବାଲେଶ୍ୱର ଜିଲ୍ଲା ସିମୁଳା ବିଜୁ ଜନତା ଦଳ ତରଫରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାର ହଜାର ବିଜେଡି କର୍ମୀମାନେ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବାସଭବନଠାରେ ପହଞ୍ଚିବା ପରେ ଏକ ବିଶାଳ ବାଇକ୍ ର୍ୟାଲି ବାହାରି ବଜାର ପରିକ୍ରମା କରି ବରିଠାରେ ପହଞ୍ଚିଥିଲେ। ସେଠାରୁ ପଦଯାତ୍ରାରେ ବାହାରି କହ୍ନେଇବିନ୍ଧାରେ ପହଞ୍ଚିଥିଲେ। କହ୍ନେଇବିନ୍ଧା ପଞ୍ଚାୟତ ମା ଦଶଭୁଜି ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉପସ୍ଥିତ ଥିବା ଅତିଥିମାନେ ବିଜେପି ସରକାର ବିରୋଧରେ ଗର୍ଜନ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ଉମାକାନ୍ତ ମହାରଣାଙ୍କ ସହିତ ସିମୁଳା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। କହ୍ନେଇବିନ୍ଧାଠାରେ ସିମୁଳିଆ ବ୍ଲକ ତରଫରୁ ଏକ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା, ଯାହାକୁ ଆମର ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କର ନିର୍ଦ୍ଦେଶ ଅନୁସାରେ ନଭେମ୍ବର 9 ତାରିଖ ଯାଏଁ ହେବ। ତେଣୁ ଏକ ବାଇକ୍ ରାଲି ଆସିଲା, ପାଖାପାଖି 1000 ବାଇକ୍ ମାର୍କୋଣା ଠାରୁ କହ୍ନେଇବିନ୍ଧା ଯାଏଁ ଏବଂ ପଦଯାତ୍ରାରେ ଆସି ଆଜି ସମସ୍ତେ ଯେ ବିଜେଡି ସରକାରରେ ଏକ ସ୍ଥିର ଶାସନ ଥିଲା, ଏକ ଆଇନ ବ୍ୟବସ୍ଥା ଥିଲା, ସୁଶାସନ ଥିଲା, ଯାହା ବିଜେପି ସରକାରରେ ନାହିଁ ଏବଂ ସିମୁଳିଆ ଖଇରାରେ ଇଏ ଆଉଟ୍ ଅଫ୍ କଣ୍ଟ୍ରୋଲ। ଦୀର୍ଘ 16 ମାସ ଭିତରେ ଇଏ ସେମାନଙ୍କର ଡବଲ ଇଞ୍ଜିନ କହୁଛନ୍ତି, କିନ୍ତୁ ସିମୁଳିଆରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କୁହାଯାଉଛି ବାପା ଆଉ ଦୁଇ ପୁଅର ସରକାର ଚାଲିଛି। ଯେତେବେଳେ ଜନସାଧାରଣ ଅତିଷ୍ଠ ହୋଇଛନ୍ତି, ସ୍ୱତଃପ୍ରବୃତ୍ତ ଭାବେ ଆଜି ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ଇଏ ଦୁର୍ନୀତି ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି। ତାହା ଆଗାମୀ ଦିନରେ ଏକ ମହାସଂଗ୍ରାମର ରୂପ ନେବ ଏବଂ କ୍ଷମତାଚ୍ୟୁତ କରାଯିବ ଏଇଭଳି ଅହଙ୍କାରୀ ଏବଂ ଦୁର୍ନୀତିଖୋର ନେତା। ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ନବୀନ ବାବୁଙ୍କ ନିଷ୍ପତ୍ତି କ୍ରମେ ସମଗ୍ର ଓଡ଼ିଶାରେ ଆଗାମୀ 9 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି। ତା ଭିତରେ ସିମୁଳିଆର ନେତା ତଥା ସଭାପତି ଯିଏକି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ସିମୁଳିଆ ବ୍ଲକର ପଦଯାତ୍ରା କାର୍ଯ୍ୟକ୍ରମକୁ ଆରମ୍ଭ, ପଦଯାତ୍ରା ସହିତ ସାଧାରଣ ସଭା ଯେଉଁ ଆପଣ ନିଜେ ଦେଖିଲେ କେତେ ସଂଖ୍ୟାରେ ମାଆ ମାନେ ଏଠି ଉପସ୍ଥିତ ହେଇଛନ୍ତି ଏବଂ ଏତେ ବର୍ଷା ସତ୍ତ୍ୱେ ବି, ପାଗ ଖରାପ ସତ୍ତ୍ୱେ ବି ପ୍ରମାଣ କରିଦେଉଛି ଯେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ହେଉଛନ୍ତି ସିମୁଳିଆର ବାସ୍ତବ ନେତା, ପ୍ରକୃତ ନେତା। ଏବଂ ଯାହାଫଳରେ ଆଜି ପଦଯାତ୍ରା ଖାଲି ସଫଳ ହୋଇଛି ତାହା ନୁହେଁ, ଇଏ ଗୋଟେ ମଧ୍ୟ ଚ୍ୟାଲେଞ୍ଜ ବିଜେପି ପାଇଁ ହେଇଛି ଯେ ପାଗ ଖରାପ ସେ ଭାବୁଥିଲେ ଯେ ଏଠି ଲୋକ ହେବେ ନାହିଁ, ସଭା ହେଇପାରିବ ନାହିଁ, କିନ୍ତୁ ଯେଭଳି ଭାବରେ ସଭା ଆଜି କହ୍ନେଇବିନ୍ଧାରେ ହେଲା, ମୁଁ ଭାବୁଛି ବହୁ କମ୍ ଜାଗାରେ ଏଭଳି ସଭା ହେଇଥିବ। ଏବଂ ଆଜିକାର ପଦଯାତ୍ରାର ଉଦ୍ଦେଶ୍ୟ ଆପଣମାନେ ସମସ୍ତେ ଜାଣନ୍ତି ଯେ ଲୋକ ସମ୍ପର୍କକୁ ବଢ଼େଇବା ଏବଂ ନବୀନ ସରକାରର ଯେଉଁ ସବୁ ଆଚିଭମେଣ୍ଟ ସହିତ ବର୍ତ୍ତମାନ ସରକାରର ଯେଉଁ କାର୍ଯ୍ୟକ୍ରମ, ଜନବିରୋଧୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ଉପସ୍ଥାପନା କରିବା।